ତେଣୁ ମୁଁ ପଚାରି ପଚାରି ଏଠି ପହଞ୍ଚିଲି। ଆଉ ଏବେ ମୋର 10-15 ମିନିଟ୍ ପ୍ରୋସେସିଂରେ କାମ ହେଇଗଲା। ନା ମୋତେ ଏବେ ତ ବହୁତ ଇଏ ଲାଗୁଛି, ମାନେ ହାଲକା ଲାଗୁଛି, ମାନେ ମଳକଣ୍ଟକ ହେଲେ ସାଧାରଣତଃ ଅପରେସନ୍ କରିବା ପାଇଁ ପଡ଼ିଥାଏ, ହେଲେ ଆମେ ଆପଣଙ୍କୁ ଏମିତି ଏକ କ୍ଲିନିକ୍ ବିଷୟରେ କହିବୁ ଯେଉଁଠାରେ ବିନା ଅସ୍ତ୍ରୋପଚାରରେ କେବଳ ଆୟୁର୍ବେଦିକ ମେଡ଼ିସିନରେ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଉଛି ମଳକଣ୍ଟକ। ଆମେ ଆଜି ପହଞ୍ଚିଛୁ ପୁରୀର ସୁଶ୍ରୁତ ପାଇଲ୍ସ କ୍ଲିନିକ୍। ଆମ ସହିତ ଅଛନ୍ତି ପ୍ରଫେସର ଅଜିତ କୁମାର ସାସମଲ। ତେବେ ଚାଲନ୍ତୁ ତାଙ୍କ ସହିତ ଏ ବିଷୟରେ କଥା ହେବା। ଆଜ୍ଞା, ଲୋକାଲ 18କୁ ସ୍ୱାଗତ। ନମସ୍କାର। ମଳକଣ୍ଟକ ସିଧାସଳଖ ଭଲ ହୋଇଯାଉଛି ବିନା କୌଣସି ଅସ୍ତ୍ରୋପଚାର, କ'ଣ କହିବାକୁ, କେମିତି? ଆଜ୍ଞା, ମୁଁ ପ୍ରଫେସର ଡକ୍ଟର ଅଜିତ ସାସମଲ ସୁଶ୍ରୁତ ପାଇଲ୍ସ କ୍ଲିନିକ୍ରୁ କହୁଛି। ଫାଷ୍ଟ ମୁଁ ଲୋକାଲ 18କୁ ସ୍ୱାଗତ ଜଣାଉଛି। ଆମର ଏ କ୍ଲିନିକ୍ରେ ବିନା ଅସ୍ତ୍ରୋପଚାରରେ କେବଳ ମଳକଣ୍ଟକ ନାହିଁ, ଆମର ଗୁଦଗତ ରୋଗର ଗୁଦଭ୍ରଂଶ, ଅର୍ଶ, ମଳକଣ୍ଟକ, ଭଗନ୍ଦର ବିନା ଅସ୍ତ୍ରୋପଚାରରେ ଆମର ଏଠି ଟ୍ରିଟମେଣ୍ଟ କରାହେଉଛି, ଯେଉଁଟାକି ଲାଇଫ୍ ଟାଇମ୍ ପାଇଁ ଗ୍ୟାରେଣ୍ଟି। ସେକେଣ୍ଡ ଟାଇମ୍ ଆଉ ଇଏ ଦୁବାରା ହେବନି। ଆଜ୍ଞା, କେମିତି କ'ଣ ଏହାର ଯେ ଅସ୍ତ୍ରୋପଚାର ଆଉ ଆୟୁର୍ବେଦିକ କେମିତି ସହାୟକ ହେଉଛି? ଆମର ଆୟୁର୍ବେଦରେ ଯେଉଁ ବର୍ଣ୍ଣନ ଅଛି କ୍ଷାରସୂତ୍ର ଦ୍ୱାରା, ଆମର କ୍ଷାରସୂତ୍ର ଦ୍ୱାରା ଆମର ଅର୍ଶ, ମଳକଣ୍ଟକ ଦ୍ୱାରା ଭଗନ୍ଦରର ଆମର ଏଠି ଟ୍ରିଟମେଣ୍ଟ କରାହେଉଛି, ଯେଉଁଟାକି ଆମର ଗ୍ୟାରେଣ୍ଟି ଚିକିତ୍ସା। ଆମର ମେନ୍ ହେଲା କ୍ଷାରସୂତ୍ର ଦ୍ୱାରା ଆମର ଟ୍ରିଟମେଣ୍ଟ ଏଇଠି କରାହେଉଛି। ଆଜ୍ଞା, ଯଦି କହିବା ଲୋକମାନେ ଯେଉଁମାନେ ଆସୁଛନ୍ତି ସେ କେମିତି ଏଠୁ ମାନେ ସୁସ୍ଥ ହୋଇକି ଯାଉଛନ୍ତି, କ'ଣ କହିବେ? ଦେଖନ୍ତୁ, ଆମର ଏଠି ଯେହେତୁ ବିନା ଅସ୍ତ୍ରୋପଚାର, ତେଣୁ ଲୋକ ସମସ୍ତେ ଡରନ୍ତି, ଟିକେ ଅପରେସନ୍ କରିବା ନାଁ ଶୁଣିକି ଡରିଥାନ୍ତି। କିନ୍ତୁ ଏଠିକି ଆସି ଯେତେବେଳେ ଟ୍ରିଟମେଣ୍ଟ କରନ୍ତି, ଟ୍ରିଟମେଣ୍ଟ କରିସାରିଲା ପରେ ବହୁତ କୁହନ୍ତି ଯେ ଆମେ ବହୁତ ପ୍ରଥମରୁ ଡରିଥିଲୁ, କିନ୍ତୁ ଏଠି ଟ୍ରିଟମେଣ୍ଟ ମାତ୍ର 15-20 ମିନିଟ୍ର ଟ୍ରିଟମେଣ୍ଟ, ଆଉ 15-20 ମିନିଟ୍ ରେଷ୍ଟ ନେବେ, ତାପରେ ଘରକୁ ଯାଇପାରନ୍ତି। ଗଲାପରେ କିଛି ରେଷ୍ଟ ନାହିଁ, ନୋ ବେଡ଼୍ ରେଷ୍ଟ, ଆରାମସେ କାମ କରିପାରିବେ, ଗାଡ଼ି ଚଲାଇ ପାରିବେ, ସବୁ କାମ କରିପାରିବେ। କିନ୍ତୁ ଅର୍ଶ ଯଦି ହେଇଥିବ କ୍ଷାରସୂତ୍ର କଲେ ଟିକେ ପ୍ରଥମ ସପ୍ତାହରେ ରେଷ୍ଟ ନିଅନ୍ତି, କିନ୍ତୁ ମଳକଣ୍ଟକ ଏବଂ ଭଗନ୍ଦର ହେଇଥିଲେ ଏଥିରେ କିଛି ରେଷ୍ଟ ନାହିଁ, ଆରାମସେ ଘରକୁ ଯିବେ, ଯାଇକି ତାଙ୍କର ନର୍ମାଲ ଡେ ଯେମିତି କାମ କରୁଛନ୍ତି ସବୁ କାମ ଏଥିରେ କରିପାରିବେ। ମୋର ଫିଷ୍ଟୁଲା ଥିଲା, ତେଣୁ ମୁଁ ଭୁବନେଶ୍ୱର ମେଡ଼ିକାଲକୁ ଆସିଥିଲି ଟ୍ରିଟମେଣ୍ଟ ପାଇଁ, ଅପରେସନ୍ ପାଇଁ। ପୁରା ଡେଟ୍ ଫିକ୍ସ ହେଇଥିଲା, କିନ୍ତୁ ମୁଁ ଗୋଟେ ଭିଡ଼ିଓ ଦେଖିଲି ଯେତେବେଳେ, ମୁଁ ସେଠୁ ପୁରୀ ପଳେଇ ଆସିଲି। ତେଣୁ ମୁଁ ପଚାରି ଏଠି ପହଞ୍ଚିଲି। ଆଉ ଏବେ ମୋର 10-15 ମିନିଟ୍ ପ୍ରୋସେସିଂରେ କାମ ହେଇଗଲା। ନା ମୋତେ ଏବେ ତ ବହୁତ ଇଏ ଲାଗୁଛି, ମାନେ ହାଲକା ଲାଗୁଛି, ମାନେ ମୁଁ ଦିନେ ମୋବାଇଲରେ ଦେଖିଲି ସୁଶ୍ରୁତ କ୍ଲିନିକ୍ ପୁରୀ, ତାର ନମ୍ବର ଥିଲା, ଫୋନ୍ ନମ୍ବରଟା, ତାଙ୍କୁ କଣ୍ଟାକ୍ଟ କଲି। ମୁଁ ଆସିଲି, ଦେଖିଲି ମୋର ବହୁତ ଜୋରରେ ପାଇଲିସ ହେଇଥିଲା ଯେଉଁ ମଳକଣ୍ଟକ। ମୁଁ ଖାଇପାରୁନଥିଲି, ବସେନି, ଅସୁସ୍ଥତା ପୁରା ସିରିୟସଲି ଥାଏ। ମୁଁ ଆସିକି ପହଞ୍ଚିଲା ପରେ ମୁଁ ଆଙ୍କ ପାଖରେ ବହୁତ ମେଡ଼ିସିନ ଟ୍ରାଏ କରିଛି, ହୋମିଓପାଥି କରିଛି, ଆଲୋପାଥି କରିଛି, ଆୟୁର୍ବେଦିକ କରିଛି, ସବୁ ହେବ, ବନ୍ଦ ହେଇଯିବ, ଦିନେ ଦିନ ଭଲ ରହିବ, ତାପରେ ଚାଲିବ। କିଛି ଅସୁବିଧା ବହୁତ, ମାନେ ଏତେ କଷ୍ଟ, କାନ୍ଦି କାନ୍ଦି ଦିନ ଯାଇଛି ମୋର। ତାପରେ ମୁଁ ଏଇଠୁ ଖାଇକି 5 ଦିନ ଖଣ୍ଡ ପୁରା କ୍ଲିଅର ଅଛି ଏବଂ ଭଲ, ପୁରା ସମ୍ପୂର୍ଣ୍ଣ ଭଲ ହେଇଛି। ମୁଁ ଏବେ ସବୁ ଖାଇପାରୁଛି, ଯାହା ଦରକାର ମସଲା ମସଲି ଘରେ ତିଆରି କରି ଖାଇବା ପାଇଁ ସେ କହିଥିଲେ, ମୁଁ ସବୁ କରିକି ଖାଉଛି। ପୁରୀରୁ ସତ୍ୟପ୍ରକାଶଙ୍କ ରିପୋର୍ଟ, ଲୋକାଲ 18।